ଆପଣ ସ୍କ୍ରିନ୍ରେ ଏଇ ଯେଉଁ ଲୋକଙ୍କର ଫଟୋଟି ଦେଖୁଛନ୍ତି ଏଇ ଲୋକଙ୍କୁ ଡହରାମି କରୁଥିବାର ଆପଣ କେଉଁଠି ନା କେଉଁଠି ଦେଖିଥିବେ। ଦେଖନ୍ତୁ ଯେତେବେଳେ କୌଣସି ଫେମସ୍ ଲୋକଙ୍କର ଡେଥ୍ ହୁଏ ଇଏ ତାଙ୍କର କହିବେ କି ମୁଁ ଭୂତଙ୍କର ସଭାପତି, ମୁଁ 40 ଲକ୍ଷ ଭୂତ ରଖିଛି, କିମ୍ବା କେତେବେଳେ ବାତ୍ୟା ଆସିବ କିମ୍ବା କେତେବେଳେ ଯଦି ବିପଦ ଆସିବ ଇଏ କହିବେ ମୁଁ 40 ଲକ୍ଷ ଭୂତ ରଖିଛି, ଏସା କରିଦେବି ତେସା କରିଦେବି, ଏମିତି ସେ କଥା କହିବେ। ଦେଖନ୍ତୁ ଜଣେ ଲୋକ ମରିଛି, ତାଙ୍କ ଫ୍ୟାମିଲି ମେମ୍ବର କିମ୍ବା ତାଙ୍କର ପ୍ରିୟ ପରିଜନ ଲୋକଙ୍କୁ କେତେ କଷ୍ଟ ହେଉଥିବ ନା ମୁଁ ତାଙ୍କ ଭୂତକୁ ରଖିଛି, ସେ ଏୟା ଚାହୁଁଥିଲେ ସେଇଆ ଚାହୁଁଥିଲେ, ମିଛର ଗୋଟେ ପ୍ରହସନ ଚଲେଇବ। ଏଇଟା କେତେ ଦୂର ଠିକ୍? ଏବଂ ମିଡ଼ିଆ ଭାଇମାନଙ୍କୁ ମୋର ଅନୁରୋଧ, ଆପଣମାନେ ଯାଇକି ଏଇ ଲୋକମାନଙ୍କର ବାଇଟ୍ ନେଉଛନ୍ତି, ସେ ଯେଉଁ ଅନ୍ଧବିଶ୍ୱାସକୁ ବଢ଼ାवा ଦେଉଛନ୍ତି, ତ ଏଇଟା କେତେ ଦୂର ଠିକ୍? ମିଡ଼ିଆ ଭାଇମାନେ ଯାଇକି ତାଙ୍କର ବାଇଟ୍ ନେଉଛନ୍ତି। ଦେଖନ୍ତୁ ଆପଣ ଟିକେ ଟିଆରପି ପାଇଁ କାହାର ବାଇଟ୍ ନେବା, କୌଣସି ଭୁଲ ଜିନିଷକୁ ପ୍ରମୋଟ କରିବା କେତେ ଦୂର ଠିକ୍? ଦେଖନ୍ତୁ ସେ ଜଣେ ଲୋକ ଯେଉଁ କଥାଟି କହୁଛନ୍ତି କେତେ ଦୂର ଆପଣ ସତ୍ୟତା ଭାବି ପାରୁଛନ୍ତି ତ? 40 ଲକ୍ଷ ଭୂତ ମୁଁ ରଖିଛି, ଏସା କରୁଛି ତେସା କରୁଛି, ଏସବୁ କହିବାଟା କେତେ ଦୂର ଠିକ୍? ଭାଇ ଆପଣ ଦେଖନ୍ତୁ ଏମିତି ବି ଏଇ ଗୁଣି ଗାରେଡ଼ି କିମ୍ବା ଭୂତ ପ୍ରେତ ଚକ୍କରରେ ଲୋକମାନେ ମଣିଷ ମାରି ଦେଉଛନ୍ତି, ବହୁତ କିଛି ବେଆଇନ କାମ ହେଉଛି। ତ ଏଇ ଯେଉଁ ଭିଡ଼ିଓ ଯଦି ସମସ୍ତଙ୍କ ପାଖରେ ପହଞ୍ଚିବ, ଯଦି